ସାଇକୋଲୋଜି କହିଥାଏ ଆମେ ଆମ ଜୀବନରେ ସବୁଠାରୁ ଅଧିକ ଭୁଲ ସେତେବେଳେ କରିଥାଉ ଯେତେବେଳେ ଆମେ କାହା ପ୍ରେମରେ ପାଗଳ ହୋଇଯାଇଥାଉ, କାରଣ ଏହି ସମୟରେ ଆମର ମସ୍ତିଷ୍କ କମ୍ କାମ କରିଥାଏ। ନମସ୍କାର ଦର୍ଶକ ବନ୍ଧୁ, ଓଡ଼ିଆ ରଙ୍ଗୀନ ଦୁନିଆ ଚ୍ୟାନେଲରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଏମିତି ଏକ ଭିଡ଼ିଓ ଯାହା ଆପଣମାନେ ଜାଣିନଥିବେ। ଯଦି ଦେଖିଥିବେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାଇବେ। ଏବେ ଚାଲନ୍ତୁ ଫ୍ରେଣ୍ଡସ୍, ବିଳମ୍ବ ନକରି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଗେହିବା ଆଗରୁ କେଉଁ ତେଲ ଲଗାଇବା ସବୁଠାରୁ ଭଲ ହୋଇଥାଏ? ଏହାର ଉତ୍ତର ହେଉଛି ଲିଫ୍ଟ ଅପ୍ ଅଏଲ୍ ଲଗାଇବା ଦ୍ୱାରା। ଗିଆ ଖାଉଥିବା ସମୟରେ ବୁଢ଼ୀ ମହିଳାର କେଉଁ ସାଇଡ୍ ଦଦି ଅଚାନକ ଠିଆ ହୋଇଯାଇଥାଏ? ଏହାର ଉତ୍ତର ହେଉଛି ଅଧିକ ଉତ୍ତେଜିତ କାରଣ ପାଇଁ ବାମ ସାଇଡ୍ ଦଦି ସର୍ବପ୍ରଥମେ ଠିଆ ହୋଇଯାଇଥାଏ। କେଉଁଭଳି ଝିଅମାନେ ଗିଆ ଖାଉଥିବା ସମୟରେ କଣ୍ଡମ୍ ଲଗାଇବାକୁ ଦିଅନ୍ତି ନାହିଁ? ଏହାର ଉତ୍ତର ହେଉଛି ସେଥିରେ ସେମାନେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ, ସେଥିପାଇଁ। ସାଇକୋଲୋଜି କହିଥାଏ ଗୋଟିଏ ମହିଳା ଗାଣ୍ଡିରେ ବାଣ୍ଡକୁ ପୂରେଇ ଗିଆ ଖାଇବାକୁ ଚାହୁଁଥିଲେ ଆପଣଙ୍କୁ ଏହି ଦୁଇ ପ୍ରଶ୍ନ ବାରମ୍ବାର ପଚାରିଥାନ୍ତି। ତାହା ହେଉଛି ସର୍ବପ୍ରଥମେ ତ କହିବେ ମୋତେ ଆଗ ପଟେ ମଜା ଆସୁନାହିଁ, କ'ଣ ତୁମେ ଗୋଟେ ଥର ପଛପଟେ କରିପାରିବ ଯାହାଦ୍ୱାରା ମୁଁ ସନ୍ତୁଷ୍ଟ ହେବି? ସାଇକୋଲୋଜି କହିଥାଏ କେବେ କେବେ ଜୀବନରେ ନିଜର ନିନ୍ଦା ଶୁଣିବା ବି ବହୁତ ଜରୁରୀ ହୋଇଥାଏ, କାରଣ ପ୍ରତିଦିନ ପ୍ରଶଂସା ଶୁଣିବେ ଯଦି ଆଗକୁ ବଢ଼ିପାରିବେ ନାହିଁ।